ଆଜ୍ଞା, ଗୋଟେ ଗଛ ଉପରେ ଯଦି ସହିବା କ୍ଷମତା ଅଧିକ ହୋଇଯାଏ ନା, ସେ ଡାଳ ଗୁଡ଼ାକ ନଇଁ ପଡ଼ନ୍ତି ଯଦି ଅଧିକ ଫଳ ଧରେ। ସେମିତି ଗୋଟେ ମଣିଷର ଯଦି କ୍ଷମତା ଅଧିକା ହୋଇଯାଏ ନା, ସମ୍ପର୍କୀୟମାନେ କାଟିବା ପାଇଁ ଚେଷ୍ଟା କରନ୍ତି, ସମ୍ପର୍କକୁ କାଟିବା ପାଇଁ ଚେଷ୍ଟା କରନ୍ତି। ହିଂସା ଆଉ ଈର୍ଷାରେ ସେମାନଙ୍କ ଲାଇଫଟାକୁ ନଷ୍ଟ କରିଦିଅନ୍ତି। କେବଳ ପଡ଼ୋଶୀ, ରିଲେଟିଭ୍ସ, ଅଦର କେହି ନୁହେଁ। ସେଥିପାଇଁ ନିଜ ପଡ଼ୋଶୀମାନଙ୍କ ଠାରୁ, ନିଜ ରିଲେଟିଭ୍ସମାନଙ୍କ ଠାରୁ ଯେତିକି ଆବଶ୍ୟକ ସେତିକି ସମ୍ମାନ ଦିଅ, ସମ୍ମାନ ପାଅ। ବାକି ସମୟ ନିଜ ଉପରେ ଛାଡ଼ିଦିଅ। କାହିଁକି ନା ସବୁବେଳେ ଲୋକମାନେ ଏଇଆ ଚାହାନ୍ତି କି ଫଳନ୍ତି ଗଛକୁ ଟେକା ମାରିବା ପାଇଁ। ବିନା ଫଳନ୍ତି ଗଛରେ କିଏ କ'ଣ କେବେ ଟେକା ମାରିପାରେ? ସେଥିପାଇଁ ଆପଣଙ୍କର ନିନ୍ଦା ଅପବାଦ ଦେଉଥିବା ଲୋକମାନେ ଚତୁଃପାର୍ଶ୍ୱରେ ଘେରି ରହିଥାନ୍ତି। ସେଥିପାଇଁ ନିଜେ ନିଜର କର୍ମ କରି ଚାଲନ୍ତୁ, ଫଳ ଭଗବାନଙ୍କ ଉପରେ ଛାଡ଼ି ଦିଅନ୍ତୁ। କାହିଁକି ନା ସତ୍ ପଥରେ ଥିବା ମଣିଷମାନେ ସବୁବେଳେ କଷ୍ଟ ପାଇଥାନ୍ତି। ଏଇଥିପାଇଁ କଷ୍ଟ ପାଇଥାନ୍ତି ନା କିଛି ନିନ୍ଦୁକ, ଯାହାକି ସେମାନେ କଷ୍ଟର ପ୍ରେରଣା ଅଟନ୍ତି। ସେଥିପାଇଁ ଏ ଜୀବନ ହେଉଛି ଦୁଃଖ ଆଉ ଯନ୍ତ୍ରଣା, ଖୁସି ଆଉ ଭଲ ପାଇବାର ପ୍ରତିବିମ୍ବ। ସେଥିପାଇଁ ଆମକୁ ସବୁର ସାମ୍ନା କରିବାକୁ ପଡ଼ିବ। ଯଦି ଏବେ ହସୁଛ, ଆଗକୁ କାନ୍ଦିବା ପାଇଁ ପ୍ରସ୍ତୁତ ହେଇଯିବା। କାହିଁକି ନା ଯଦି ବର୍ତ୍ତମାନ ଖୁସିରେ ଅଛ, ଆଗକୁ ନିଶ୍ଚୟ ଟିକେ ଦୁଃଖ ବି ଆସିବ। କିନ୍ତୁ ସେହି ମଣିଷ ସେ ଦୁଃଖକୁ ବହୁତ ଭଲ ଭାବରେ ସାମ୍ନା କରିଥାଏ, ଆଉ ସେଇ ଦୁଃଖ ଭିତରେ ସେ ଖୁସିକୁ ସାଉଁଟିଥାଏ। ସେ ଯିଏ ଭଗବାନଙ୍କର ଶରଣାପନ୍ନ ଥାଏ। ସେଥିପାଇଁ ଭଗବାନଙ୍କୁ ଭଲ ପାଉଥିବା ମଣିଷଟିଏ ଦୁଃଖ ଏଇଥିପାଇଁ ସେ ସାମ୍ନା କରେ ଯେ ଭଗବାନ ତାକୁ ପରୀକ୍ଷା କରନ୍ତି। ସେଥିପାଇଁ ଭାଙ୍ଗି ପଡ଼ନ୍ତୁନି। ସମୟ ଆସିଲେ ସବୁକିଛି ପରିବର୍ତ୍ତନ ହେବ, ଆଉ ସମୟ ହିଁ ତୁମକୁ ସବୁକିଛି ଶିଖାଇବ। ସେଥିପାଇଁ କାହାକୁ ବି ଦୋଷ ଦିଅନ୍ତୁନି। ଯଦି ନିଜେ ଠିକ୍ କରୁଛ, ତାହେଲେ ନିଜେ ହିଁ ପ୍ରଶ୍ନର ଉତ୍ତର ବାହାର କରିବ। ଆଉ ଯଦି ନିଜେ ଭୁଲ କରୁଛ, ତାହେଲେ ଅନ୍ଧାରରେ ପାଦ ଧୋଇବା ନିଶ୍ଚୟ ଧାର୍ଯ୍ୟ। ସେଥିପାଇଁ ସବୁବେଳେ ସଠିକ୍ ରାସ୍ତା ବାଛନ୍ତୁ, ଆଉ ନିଜର ଭବିଷ୍ୟତ ଗଢ଼ନ୍ତୁ, ଆଉ ଦୁଃଖକୁ ସାମ୍ନା କରନ୍ତୁ, ଝଡ଼କୁ ବି ସାମ୍ନା କରନ୍ତୁ। ଭଗବାନଙ୍କୁ କେବେ ନ ଡାକନ୍ତୁ, ଭଗବାନ ଆପଣଙ୍କ ନିକଟରୁ ଆପେ